ବିଛା ରାଶି ଏହି ସପ୍ତାହ ଆପଣଙ୍କର ଗୋଟିଏ ଡିସିସନ୍ ଭବିଷ୍ୟତ ବଦଳାଇ ଦେବ। ଏହି ସପ୍ତାହରେ ଶାରୀରିକ ପରିଶ୍ରମ ଠାରୁ ଆପଣଙ୍କର ମାନସିକ ପରିଶ୍ରମ ଅଧିକ ରହିବ। 27ରୁ 29 ତାରିଖ ମଧ୍ୟରେ ଅଚାନକ ମୁଣ୍ଡବିନ୍ଧା, ଚେଷ୍ଟ ପେନ୍ ଆସିପାରେ। ଏ ହେଉଛି ୱାର୍ଣ୍ଣିଂ ସାଇନ୍, ଇଗ୍ନୋର କରିବେନି। ମାନସିକ ଚାପ ସହିତ ନିଦ୍ରାହୀନତା ଦେଖାଦେବ। ଯେଉଁ ଛାତ୍ରଛାତ୍ରୀମାନେ ଷ୍ଟଡ଼ିକୁ ନେଇ କ୍ୟାରିୟରକୁ ନେଇ ଚେଞ୍ଜ ଚାହୁଁଛନ୍ତି ତାଙ୍କୁ ଏହି ସପ୍ତାହରେ ଗୋଟିଏ କ୍ଲୁ ମିଳିଯିବ। ଓଲ୍ଡ ସବଜେକ୍ଟକୁ ଛାଡ଼ି କିଛି ନୂଆ କୋର୍ସକୁ ଆପଣେଇ ପାରନ୍ତି। ଲଭ୍ ଲାଇଫ୍ରେ ଟ୍ରୁଥ୍ ରିଭିଲ୍ ହୋଇପାରେ। କେହି ନିଜର ମନର କଥା କହିପାରନ୍ତି କିମ୍ବା କେହି ଆପଣଙ୍କୁ ଲଭ୍ ପ୍ରପୋଜାଲ୍ ଦେଇପାରନ୍ତି। ଦାମ୍ପତ୍ୟ ଜୀବନରେ ପୁରୁଣା କଥାକୁ ନେଇ ଯୁକ୍ତିତର୍କ ପଡ଼ିବ, କିନ୍ତୁ ସତ୍ୟ କଥା ସମ୍ପର୍କକୁ ନିବିଡ଼ କରିବ। ଏହି ସପ୍ତାହରେ ନିଜର ମନର କଥାକୁ ଲୁଚାଇ ରଖନ୍ତୁ ନାହିଁ। ଫାଇନାନ୍ସ କଥା ଯଦି କହିବି, ଅର୍ଥ ଲାଭର ସଂକେତ ମିଳୁଛି। ସେଭିଙ୍ଗସ୍ ଉପରେ ଧ୍ୟାନ ଦିଅନ୍ତୁ। ପେଣ୍ଡିଂ ପେମେଣ୍ଟ, ଲୋନ୍ ରିଟର୍ନ, ବୋନସ୍ 29ରୁ 31 ତାରିଖ ମଧ୍ୟରେ ଏହି ଦିଗରୁ କିଛି ପଜିଟିଭ୍ ସାଇନ୍ ମିଳିପାରେ। ଜବ୍ରେ ପ୍ରମୋସନ୍ ସହିତ ନୂଆ ଦାୟିତ୍ୱ ମିଳିପାରେ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସମ୍ମାନ ମିଳିପାରେ। ପ୍ରମୋସନ୍ ସହିତ ନୂଆ ଦାୟିତ୍ୱ ମଧ୍ୟ ମିଳିପାରେ। ବିଜନେସ୍ରେ ଧୀରେ ଧୀରେ ଲାଭ ମିଳିବ। ଅଫିସରେ କେହି ଆପଣଙ୍କର ଆବିଲିଟିକୁ ଟେଷ୍ଟ କରିପାରନ୍ତି। ବିଜନେସ୍ ମ୍ୟାଟରରେ ସାଇଲେଣ୍ଟ ଡିସିସନ୍ ନିଅନ୍ତୁ। ପବ୍ଲିକରେ କିଛି ଆଲୋଚନା କରନ୍ତୁ ନାହିଁ। ଲାଭ ଆପଣଙ୍କ ସପକ୍ଷରେ ଯିବ। ପ୍ରତିକାର କ'ଣ କରିବେ? ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ମଙ୍ଗଳବାର ଦିନ ଲାଲ ଫୁଲ ଅର୍ପଣ କରନ୍ତୁ। ଶୁକ୍ରବାର ଦିନ ରାତ୍ରିରେ ଲୁହାର ପାତ୍ରରେ କିଛି ପାଣି ରଖନ୍ତୁ। ତାପର ଦିନ ପିପଳ ବୃକ୍ଷ ମୂଳରେ ଢାଳନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ।